ଶଳା ପ୍ରଶ୍ନ ପଡିଛି ମଣିଷ ଶରୀରରେ କେତେ ଖଣ୍ଡ ହାଡ଼ ଅଛି? ପୁଅ ଉତ୍ତର ରଖିଛି 456 ଖଣ୍ଡ। ଶଳା ପୁରା ପରିବାର ଯାକର ହିସାବ କରି ହାଡ଼ ଉତ୍ତର ଦେଇଛି। ଆଉ କଣ ଏ ଶଳାଟା ପୁଣି ଡାକ୍ତର ହବ? ଡାକ୍ତର ନା ବୋପା ବା ପାଟି ତ ଅଖାଡୁଆ କଣ ଆଉ କହ। ଆରେ ଟୁଙ୍ଗୁରୁ ତୋର ଡାକ୍ତର ପରୀକ୍ଷା କେମିତି ଗଲା? ଆରେ ସାଙ୍ଗ ବହୁତ ବଢିଆ ହେଇଛି। ଆରେ ପୁରା ଇଜି ପ୍ରଶ୍ନ ଥିଲା ପା। ପଡିଥିଲା ମଣିଷ ଶରୀରରେ କେତୁଟା ଆଙ୍ଗୁଠି ଅଛି? ତୁ କଣ ଉତ୍ତର ଦେଲୁ? ମୁଁ ସିଧା ସିଧା ଲେଖିଦେଲି 10ଟା ବୋଲି। ଆବେ ଶଳା ମୂର୍ଖ 10ଟା କଣ ଲେଖିଲୁ ବେ? ଆଉ 10ଟା କଣ ଶ୍ୱଶୁରରେ ଯାଇକି ତାରେନାରେ ହଉଥିଲେ? ଶଳା 20 ଜାଗାରେ 10 ଲେଖିଛୁ। ଆବେ ଶଳା ଗୋଡ଼ ଆଙ୍ଗୁଠିଟା ଗଣିନି ରେ, ଉତ୍ତରଟା ଭୁଲ ହେଇଗଲା ତ। ଶଳାଟା ଯୋଉ ମୂର୍ଖକୁ ହେଇ ମୂର୍ଖ ହେଇକି ରହିବୁ। ତୋ ଦ୍ୱାରା ବଗ ବେକ ବି ସିଧା ହବନି। ଶଳାଟା ଡାକ୍ତର ନା ବୋପା ବାଳୁଟା ହବୁ ତୁ। ଆବେ ସାଙ୍ଗ କିଛି କରବେ ନହେଲେ ଫେଲ ହେଇଯିବି। ଆରେ ତମ ପରୀକ୍ଷା କପି ଯେ ଚେକ୍ କରିବ ସେ ମୋର ଚିହ୍ନା। କହିବୁ ଯଦି ଫୋନ କରିକି ଟ୍ରାଏ କରିବା। ଆବେ ସାଙ୍ଗ ଫୋନ ଲଗା, ତୋ ହାତ ଧରୁଛି ତୋ ଗୋଡ଼ ଧରୁଛି। ମନୁନିଟା ବି ଧରିଦେ। ରହ ରହ ଫୋନ କରୁଛି। ଶଳା ବେଶୀ ଛୋଡ଼ି ଅଛି। ଉଠାଇଏ ନା। କିଏ ଗୋଟେ ଫୋନ ରେ କେଞ୍ଚିଲାଣି, ଦେଖେ ଦେଖେ କିଏ କରିଛି। ସାର୍ ସାର୍ ନମସ୍କାର, କେମିତି ଅଛନ୍ତି? ଆରେ ମୋର ଗାଣ୍ଡୁଲ କିରେ, ଆରେ ମୁଁ ବଢିଆ ଅଛି ରେ, ବଢିଆ। କଣ 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 ସାରେ? ଆରେ ମାଧିଆ ଆଜିକାଲି କଣ ତୋର ଦେଖା ନାହିଁ? ବହୁତ ମନେ ପଡୁଛି ରେ ତୋ କଥା ଆଉ ତୋ ଗାଣ୍ଡି କଥା। ଆରେ ବହୁତ ଦିନ ହେଲା ହେଇନି, ଆଜି ଟିକେ ଆସୁନୁ। ସାର୍ ସାର୍ ରୁହନ୍ତୁ ରୁହନ୍ତୁ ସାର୍ ସାର୍ ସାର୍। ଆରେ ମାଧିଆ ଶୁଣ ମ, ଆଜି ମୋର ଭାରି ଇଚ୍ଛା, ଆଜି ମୋ ମନ ଟିକେ ହଉଛି, ଟିକେ ଆସୁନୁ। ଏ ଗାଣ୍ଡୁଲୁ ମୋ ମାଧିଆ, ଆରେ ଟିକେ ଆସେ। ଆରେ ତୋ ସହ ଯୋଉ ମଜା ମୋ ମାଇକିନା ସହ ବି ସେଇ ମଜା ହଉନି ମ। ଆଜି ଟିକେ ଆସିଲେ ଭାରି ଭଲ କଥା, ମୋ ସେକ୍ସିଟା ତୁ। ସାର୍ ସାର୍ ରୁହନ୍ତୁ ସାର୍, ଫୋନଟା ଲାଉଡ ସ୍ପିକରରେ ଅଛି। ଶଳା ଏବେ ଜଣା ପଡ଼ିଲା ତୋ ପାଖକୁ ଏତେ ପଇସା କୁଆଡେ ଆସୁଛି? ଶଳା ସବୁଦିନ ବୋପା ମୋର କହୁଛି ମାଧିଆରୁ କିଛି ଶିଖ, ମାଧିଆରୁ କିଛି ଶିଖ। ଶଳା କଣ ଶିଖିବି? ଗାଣ୍ଡି ମରିବା ତୋଠୁ ଶିଖିବି। ଆରେ ତୋର ପାସ୍ ହେଇ ଡାକ୍ତର ହବାର ଅଛି କି ନାଇଁ? ସାଙ୍ଗଟା କଣ ମଜା କରିପାରିବନି? ହ୍ୟାଲୋ 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 ମାଧିଆ, ଏ ମାଧିଆ। ହଁ 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 ସାର୍ ସାର୍। ଆରେ ଆଜି ଆସିବୁ ତ? ଆରେ କହ ଟିକେ ଆସେ ଟିକେ। ହଁ ହଁ ସାର୍ ଯିବି, ହେଲେ ଆପଣଙ୍କର ଗୋଟେ କାମ କରିବାକୁ ପଡିବ। ମୋର ଗୋଟେ କାମ କରିବେ। ହଁ ହଁ କହ କହ କହ। ସାର୍ ଯୋଉ ଏଇ ଡାକ୍ତରୀ ପରୀକ୍ଷା ହେଇଥିଲା, ଗୋଟେ ଆନ୍ସର ପେପର ଆସିଥିବ ଆପଣଙ୍କ ପାଖକୁ। ନାଁ ଥିଲା ତାର ଟୁଙ୍ଗୁରୁ ଫଳ। ତାକୁ ଟିକେ ପାସ୍ କରେଇ ଦିଅନ୍ତୁ। ହଁ ହଁ, ହେ ଶଳାଟାର କପିଟା ପରା ମୁଁ ଏବେ ଚେକ୍ କରୁଥିଲି। ଶଳାଟା କଣ ଲେଖିଛି ଜାଣିଛୁ? ମଣିଷ ଶରୀରରେ 456 ଖଣ୍ଡ ହାଡ଼ ଅଛି। ଶଳାଟା ଯଦି ମତେ ମିଳନ୍ତା, ତା ମୁହଁରେ ମୋ ନୁନିଟା ଆଜି ପୁରେଇ ଦିଅନ୍ତି ରେ। ଚାରି ସାଙ୍ଗ ଟିକେ କହ ପାସ୍ କରେଇଦେବେ ମତେ। ସାର୍ ଟିକେ ତାକୁ ପାସ୍ କରେଇଦେବେ ପ୍ଲିଜ ପ୍ଲିଜ। ଆବେ ଏଇ ଶଳାଟାକୁ ଯଦି ପାସ୍ କରି ମୁଁ ଡାକ୍ତର କରିଦେବି, ଏ ଲୋକଙ୍କୁ ସେ ମାରିଦବ ରେ। ସାର୍ ସାର୍ ପ୍ଲିଜ ପ୍ଲିଜ ତାକୁ ଟିକେ ପାସ୍ କରେଇଦେବେ ସାର୍, ଗରିବ ପିଲାଟା ସାର୍ ସାର୍ ପ୍ଲିଜ। ମତେ ଜଣେ ବଦଳରେ ଆମ 2 ଜଣଙ୍କୁ ସିନା ପଟି ମାରିଦେବେ, ତାକୁ ଟିକେ ପାସ୍ କରେଇଦେବେ ସାର୍। ଠିକ ଅଛି, ତାକୁ ତ ପାସ୍ କରିଦେବି, କିନ୍ତୁ ଗୋଟେ ସର୍ତ୍ତରେ। ତାର ତ ନେବିନି, କିନ୍ତୁ ତୋର 4 ଥର ନେବି, ମନେ ରଖିଥା। ସାର୍ ଆଉ ଠିକ ଅଛି। ହେଲେ ଶୁଣୁ, ମୋର ଗୋଟେ ରାଉଣ୍ଡ 2 ଘଣ୍ଟା ହବ ଯେ, ଜଗି ରଖିକି। କାହିଁକି ସାର୍? ଆଗରୁ ତ ଆପଣଙ୍କର 15-20 ମିନିଟରେ ସରିଯାଏ। ଆରେ ଆଗରୁ ସିନା 15-20 ମିନିଟ୍ ହଉଥିଲା, ଏବେ ପରା ପାୱାର ବଟିକା ପକେଇ ତୋ ଉପରେ ଚଢିବି ମୁଁ। ଏଥିପାଇଁ 2 ଘଣ୍ଟା ଲାଗିବ ନା, ତୁ ତ କେউ ଜାଣିପାରୁନୁ। ହଉ ସାର୍ ଠିକ ଅଛି, ମୁଁ ଆପଣଙ୍କ କଥାରେ ରାଜି। A few moments later. ଡାକ୍ତର ବାବୁ ମୋର ଟିକେ ଦେଖ। ଦେଖିବି ତମର କଣ? ଦେଖିବି ମଉସା ତମର? ଡାକ୍ତର ବାବୁ ମୋର କୋଷ୍ଠକାଠିନ୍ୟ ଅଛି, ହେଇଟା ଟିକେ ଦେଖ। ଓହୋ, କୋଷ୍ଠକାଠିନ୍ୟ ଅଛି, ଖୋଲା ଝାଡା ହଉନି ତ? ଏଇଟା ଗୋଟେ କଥା। ଗୋଟେ କାମ କର, ତମେ ଯୋଉ ବାଡିଟା ଧରିନ ସେଥିରେ ଟିକେ ସୋରିଷ ତେଲ ଲଗେଇଦବ, ଆଉ ତା ଉପରେ ବସି ପଡିବ, ଆଉ ତମ କଣାଟା ଲମ୍ବା ହେଇଯିବ, ଚଉଡା ହେଇଯିବ, ଆଉ ଖୋଲା ଝାଡା ହବ। ଶଳା ତମ 14 ପୁରୁଷରେ କିଏ ଡାକ୍ତର ହେଇଥିଲା? ଶଳାକୁ ରହ ଦଉଛି, ଶଳା ମତେ ଚିଗୁଲି କରୁଛୁ ଶଳା।
ସାଙ୍ଗ ଭଲ ଅଛି, ହେଲେ ତୁ ଆଜି କେମିତି ଏଠିକି ଆସିଲୁ ହେରି? ଆରେ ସାଙ୍ଗ କଣ କହିବି, ମୋର ଗୁପ୍ତ ଲିଙ୍ଗ ଶଳା ମୁତିଲା ବେଳେ ଖୋଜି ଖୋଜି ବି ମିଳୁନି। କେହି ବି ଖୁସି ନାହିଁ ମୋ ଉପରେ। କଣ ତାର ଚିକିତ୍ସା ଟିକେ କହ। ଅଛି, ତାର ଚିକିତ୍ସା ଅଛି। ସ୍ତ୍ରୀକୁ ମୋ ପାଖକୁ ପଠେଇଦେ, ମୁଁ ଖୁସି କରିଦେବି। ଆଉ ତୋ ଗୁପ୍ତ ଲିଙ୍ଗରେ ଷଣ୍ଢ ତେଲ ଲଗା, ଲିଙ୍ଗ ବଡ ହେଇଯିବ। ଶଳା ଡାକ୍ତର ହେବା ଦିନଠୁ ଫିସ୍ କମ ମିଳୁଛି, ମାଡ଼ ଅଧିକ ମିଳୁଛି ରେ। ଶଳା ପଢିକି ସିନା ଡାକ୍ତର ହେଲେ ହେଇଥାନ୍ତା, ତୁ ତ ପେଲାଖିଆ ଡାକ୍ତର, ତତେ ସବୁଦିନ ଏମିତି ଉତ୍ତମ ମଧ୍ୟମ ମିଳିବ। ଡାକ୍ତର ବାବୁ ନମସ୍କାର। ମୋର ବାହାଘର 5 ବର୍ଷ ହେଇଗଲାଣି, ମୋର ପିଲା ଛୁଆ ହଉନି, ମୋର ଟିକେ ଚେକଅପ୍ କରନ୍ତୁ। ହବ ଆମେ କରେଇଦବା, ତମେ ଡ୍ରେସ୍ ଖୋଲିକି ଶୋଇପଡ। Music.